ଆମେ ଗଣତାନ୍ତ୍ରିକ ଭାବରେ ଆମର ଖଣି, ଆମର ପାଣି, ଆମର ପ୍ରାକୃତିକ ସମ୍ପଦ, ଆମର ସାମ୍ବିଧାନିକ ଅଧିକାରକୁ ରକ୍ଷା କରିବା ପାଇଁ ଆଗାମୀ ଦିନରେ ଆମେ ପ୍ରତିରୋଧ କରିବୁ। ଇଣ୍ଡିଆ ତରଫରୁ ଆମେ ପ୍ରତିରୋଧର ଆହ୍ୱାନ କରୁଛୁ। ଆଗାମୀ ଦିନରେ ସମଗ୍ର ଓଡ଼ିଶାରେ ଅର୍ଥନୈତିକ ଅବରୋଧ ଏବଂ ଆବଶ୍ୟକତା ପଡ଼ିଲେ ଓଡ଼ିଶା ବନ୍ଧୁକୁ ଆମେ ଯିବୁ। ଆଗରୁ ଇଷ୍ଟ ଇଣ୍ଡିଆ କମ୍ପାନୀ ଆସିଥିଲା ବ୍ରିଟିଶର, ଏମାନେ ଇଷ୍ଟ ଇଣ୍ଡିଆ କମ୍ପାନୀ। ଆମ ଜଳବାୟୁ ଖରାପ ହବ, ଆମ କ୍ଲାଇମେଟ ଖରାପ ହବ, ଆମ ପାଣି, ଆମର ମାଟି, ଆମର ପରିବେଶ ଖରାପ ହବ, କିନ୍ତୁ ଲାଭ ପାଇବ କିଏ? ବାହାର ଲୋକ ପାଇବ। କେନ୍ଦ୍ର ଏମିତିରେ ବି ଓଡ଼ିଶାକୁ ତାର ଯାହା ଅଧିକାର ଅଛି, ତାର ପଇସା ଅଛି ଯାହା ବକେୟା, ତାକୁ ଓଡ଼ିଶାକୁ ଦେଇନେ। ଏମିତିରେ ଆମ ରାଜ୍ୟର ଆଦିବାସୀ ମାନେ ଲଢେଇ କରୁଛନ୍ତି ଯେ ଯୋଉ ପେଶା ଆଇନ ଯୋଉଭଳି ଲାଗୁ ହବା କଥା ତାକୁ ମାନିବା କଥା ସରକାର ମାନୁନାହାନ୍ତି। ତରଫରୁ ଆମେ ପ୍ରତିରୋଧର ଆହ୍ୱାନ କରୁଛୁ। ଆଗାମୀ ଦିନରେ ସମଗ୍ର ଓଡ଼ିଶାରେ ଅର୍ଥନୈତିକ ଅବରୋଧ ଏବଂ ଆବଶ୍ୟକତା ପଡ଼ିଲେ ଓଡ଼ିଶା ବନ୍ଧୁକୁ ଆମେ ଯିବୁ। ମୋଦିର ଏଇ ଯୋଉ ଲୁଣ୍ଠନ, ମଣିଷ ଲୁଣ୍ଠନ, ଖଣି, ପାଣି, ଜମି, ଜଙ୍ଗଲ ଏବଂ ଆଦିବାସୀ ମାନଙ୍କୁ ସେ ଷଡ଼ଯନ୍ତ୍ରକୁ ଖବର ଦିଆଯିବ। ଓଡ଼ିଶାର ସାବିତ ହେବା ପର୍ଯ୍ୟନ୍ତ ଚାଲୁ ରହିବ। ଏଇ କଳା ଆଇନକୁ ଆମେ ସେଥିପାଇଁ ବିରୋଧ କରୁଛୁ। ଏହାଦ୍ୱାରା ରାଜ୍ୟର, ଓଡ଼ିଶା ରାଜ୍ୟର, ଭାରତ ବର୍ଷର ସବୁଠୁ ଅଧିକ କ୍ଷତି ହେବ ଏବଂ ଯୋଉଟାକି ଆମେ 1,10,000 କୋଟି ଆମେ ବାକି ପାଇବା କଥା ସେ ଟଙ୍କା ବି ଆମେ ପାଇପାରିବୁ ନାହିଁ। ପ୍ରତି ବରଷ 20,000 କୋଟି ଟଙ୍କା ଯୋଉ ଆମେ ପାଇବା କଥା ସେଟା ବି ଆମେ ସେ ଟଙ୍କାକୁ ଆମେ ପାଇପାରିବୁ ନାହିଁ ଏବଂ ବିଶେଷ କରି ରାଜ୍ୟର ବଜେଟର ହାରାହାରି 25% ଆମେ ଏଇ ଖଣିର ଟଙ୍କାରୁ ଆମେ ମାନେ ପାଉ। ଗତ ବର୍ଷ 25-26ରେ ଆମେ 40,000 କୋଟି ଟଙ୍କା ପାଇଛୁ, 24-25ରେ ଆମେ 43,000 କୋଟି ଟଙ୍କା ପାଇଛୁ। କିନ୍ତୁ ଏ ଆଇନ ଆଣିବା ଦ୍ୱାରା ଆମେ ମାନେ କେନ୍ଦ୍ର ସରକାର ଯୋଉ ଅନୁଦାନ ଦଉଛି ତାକୁ ବି ଆମେ ମେସିନ ରେଟ୍ ଦେଇପାରିବୁ ନାହିଁ, ଯାହାଫଳରେ କେନ୍ଦ୍ର ସରକାର ଦଉଥିବା ଟଙ୍କା ଫେରି ଯାଉଛି। ରାଜ୍ୟ ସରକାର ପାଖେ ଟଙ୍କା ନାହିଁ, କେନ୍ଦ୍ର ଅନୁଦାନ ବନ୍ଦ କରୁଛି। କେନ୍ଦ୍ର ଅନୁଦାନ କଣ କରୁଛି? ଖଣିର ଟିକସ ଯୋଉଟାକି ଆମର ଯୋଉଟାରେ ଆମର ହକ୍ ଅଛି, ଯୋଉ ଖଣିରେ ଆମର ଅଛି ସେ ଟିକସକୁ ବି କାଟିବା ପାଇଁ ଆଜି ସେଇ ବିଜେପି ସରକାର ଲୋକସଭା ଏବଂ ରାଜ୍ୟସଭାରେ ଆଇନ ଆଣିକରି ମାନ୍ୟବର ମହାମହିମ ରାଷ୍ଟ୍ରପତିଙ୍କ ସତ୍ୟ କରିସାରିଛି। ଏ ବିଲ୍ ପ୍ରତ୍ୟାହାର ହେଲେ ନିଶ୍ଚିତ ଭାବରେ ବିଶେଷ କରି ସିଡୁଲ ଏରିଆରେ ଯୋଉ ଆଦିବାସୀ ମାନେ, ଦଳିତ ମାନେ ରହୁଛନ୍ତି ତାଙ୍କ ସ୍କୁଲ ତିଆରି ହେଇପାରିବ ନାହିଁ, ରାସ୍ତାଘାଟ ତିଆରି ହେଇପାରିବ ନାହିଁ, ରାଜ୍ୟର କିଛି ହେଲେ ଉନ୍ନତି ହେଇପାରିବ ନାହିଁ। ସେଥିପାଇଁ ଏ କଳା ଆଇନକୁ ଆମେ ବିରୋଧ କରୁଛୁ। ଆଜି ତମାମ ରାଜ୍ୟରେ ପ୍ରତିରୋଧ ଦିବସ କରାଯାଉଛି। ପ୍ରତିରୋଧର ଅର୍ଥ ହେଉଛି ଆମେ ଗଣତାନ୍ତ୍ରିକ ଭାବରେ ଆମର ଖଣି, ଆମର ପାଣି, ଆମର ପ୍ରାକୃତିକ ସମ୍ପଦ, ଆମର ସାମ୍ବିଧାନିକ ଅଧିକାରକୁ ରକ୍ଷା କରିବା ପାଇଁ ଆଗାମୀ ଦିନରେ ଆମେ ପ୍ରତିରୋଧ କରିବୁ। ଅର୍ଥନୈତିକ ପ୍ରତିରୋଧ, ରାଜନୈତିକ ପ୍ରତିରୋଧ, ଓଡ଼ିଶା ବନ୍ଦ ପର୍ଯ୍ୟନ୍ତ ପ୍ରତିରୋଧ ଥିବ। ଏ ମାଟି ଆମର। ସରକାର ମୋଦି ଯୋଉ ଆଇନ ଆଣିଛନ୍ତି, ଆମ ସମ୍ବିଧାନ, ଆମର ସଂଘୀୟ ଢାଞ୍ଚା ଏସବୁକୁ ଚୁରମାର କରି ଅଦାନୀ ଅମ୍ବାନୀ ହାତରେ ଅମୂଲ୍ୟ ସମ୍ପଦକୁ ଟେକିଦେବା ପାଇଁ ଷଡ଼ଯନ୍ତ୍ର। ଓଡ଼ିଶାର ରାଷ୍ଟ୍ରପତି ଯୋଉ ଯାଇଛନ୍ତି ଓଡ଼ିଶାରୁ ଦସ୍ତଖତ ଦେଇଛନ୍ତି, ଦୁର୍ଭାଗ୍ୟ। ମୁଖ୍ୟମନ୍ତ୍ରୀ ଚୁପ୍ ରହିବା,
ଦେଇ ଡାକରା ଗାନ୍ଧୀ ମଇଦାନରେ ଆରମ୍ଭ ହୋଇଛି ଆଗାମୀ ଦିନରେ ଓଡ଼ିଶା ବନ୍ଦ ପର୍ଯ୍ୟନ୍ତ ଯିବ। NMDR ବିଲ୍ ପ୍ରତ୍ୟାହାର କର, ଫ୍ରିଡମ୍ ଦିଅ ଆଦିବାସୀ ହରିଜନ ଜନସାଧାରଣଙ୍କୁ ଏବଂ NMDR ବିଲ୍ କି ତୁରନ୍ତ ଉଦ୍ଧାର କର। 1,20,000 କୋଟି ଯୋଉ ମିଳିବା କଥା ଶେଷ ତୁରନ୍ତ ଦିଅ। ବର୍ଷକୁ ଯୋଉ 20,000 କୋଟି ଟଙ୍କା ଆମର ପ୍ରାପ୍ୟ ଦିଅ, ଆମ ହକ୍ ଦିଅ, ଏହି ଆମର ଦାବି। ଆମର ଉଦ୍ଦେଶ୍ୟ ଯେ ଓଡିଶାର ଖଣି ପାଣି ଉପରେ ଓଡିଆଙ୍କର ଅଧିକାର। ତମେ ଆମର ଓଡିଆ ଅସ୍ମିତା ନାଁରେ ଗୁଜୁରାଟିର କିଛି କମ୍ପାନୀ ମାନଙ୍କ ପାଖରେ ଓଡିଶାକୁ ଓଡିଆ ମାନଙ୍କୁ ସମର୍ପଣ କରିଦେବା ବିକିଦେବା ବିରୁଦ୍ଧରେ ଆମେ ଲଢେଇ କରୁଛୁ। ଆମ ଖଣି ପାଣି ତମେ ଏମିତିରେ କମ୍ପାନୀ ମାନଙ୍କୁ ବିକି ଦେଇଥିଲ। ଓଡିଶାର ଯୋଉ ଅଧିକାରଟା ଥିଲା ସେସ୍ ବସେଇବା ପାଇଁ, ଟ୍ୟାକ୍ସ ବସେଇବା ପାଇଁ, ଅନ୍ୟାନ୍ୟ କଥା ଥିଲା ଯୋଉଥିରେ ସେମାନେ ବାର୍ଗେନ୍ କରିପାରିଥାନ୍ତେ। ଖଣି କମ୍ପାନୀ ମାନେ କେମିତି ଯୋଉ ତାଙ୍କର ଧୂଳି ଧୂଆଁ କଥା କୁହନ୍ତୁ, ଯେତେ ଆବର୍ଜନା ଓଡିଶାର ଲୋକ ସହିବେ। ଆମ ଜଳବାୟୁ ଖରାପ ହବ, ଆମ କ୍ଲାଇମେଟ ଖରାପ ହବ, ଆମ ପାଣି, ଆମର ମାଟି, ଆମର ପରିବେଶ ଖରାପ ହବ, କିନ୍ତୁ ଲାଭ ପାଇବ କିଏ? ବାହାର ଲୋକ ପାଇବ। କେନ୍ଦ୍ର ଏମିତିରେ ବି ଓଡିଶାକୁ ତାର ଯାହା ଅଧିକାର ଅଛି, ତାର ପଇସା ଅଛି ଯାହା ବକେୟା, ତାକୁ ଓଡିଶାକୁ ଦେଇନେ। ଏମିତିରେ ଆମ ରାଜ୍ୟର ଆଦିବାସୀ ମାନେ ଲଢେଇ କରୁଛନ୍ତି ଯେ ଯୋଉ ପେଶା ଆଇନ ଯୋଉ ଭଳି ଲାଗୁ ହବା କଥା ତାକୁ ମାନିବା କଥା ସରକାର ମାନୁନାହାନ୍ତି। ସରକାର ମାନେ କମ୍ପାନୀର ସ୍ୱାର୍ଥରେ କାମ କରୁଛନ୍ତି। ଏଇ ଯୋଉ ବିଲ୍ ଆଣିଛନ୍ତି ଆପଣ ଦେଖିବେ, ସେଥିରେ ଲେଖା ବି ଅଛି ଯେ ଖଣି କମ୍ପାନୀ ମାନଙ୍କୁ ସୁହାଇବ। ଖଣି କମ୍ପାନୀ ମାନେ ଆହୁରି ତାଙ୍କୁ ସହଜ ହେଇଯିବ ଯେ ସେମାନେ ଆହୁରି ତାଙ୍କର ବିଜନେସ କୁ ବଢେଇ ପାରିବେ, ଆମର ଖଣି ଖୋଳି ପାରିବେ। ଆପଣ କାହା ପାଇଁ ଅଛନ୍ତି? ଆପଣ ଲୋକଙ୍କ ପାଇଁ ଅଛନ୍ତି ନା ଖଣି କମ୍ପାନୀ ପାଇଁ ଅଛନ୍ତି? ଆପଣ ଓଡିଆଙ୍କ ପାଇଁ ଅଛନ୍ତି ନା ଆପଣ କମ୍ପାନୀ ମାଲିକ ମାନଙ୍କ ପାଇଁ ଅଛନ୍ତି? 20ଟା MP ବିଜେପିରୁ ଯାଇଛନ୍ତି ଓଡିଶାରୁ। ଆପଣ ମାନେ କାହିଁକି ଯାଇଛନ୍ତି? ଲଜ୍ଜା ଲାଗିବା କଥା ଆପଣଙ୍କୁ। ଆପଣ ଓଡିଶାକୁ ବିକି ଦେଇଛନ୍ତି, କମ୍ପାନୀର ପାଦ ତଳେ, କେନ୍ଦ୍ରର ପାଦ ତଳେ ସମର୍ପଣ କରୁଛନ୍ତି ଆପଣ ଓଡିଶାକୁ। ଏ କଥାକୁ ଆମେ ବରଦାସ୍ତ କରିବୁ ନାହିଁ। ଆମେ ଯେମିତି ହେଲେ ଏ ଆକ୍ଟ ଯୋଉ ଅଗଣତାନ୍ତ୍ରିକ ବାଟରେ ଆପଣ ଥପେଇଛନ୍ତି ତାକୁ ୱିଥଡ୍ର କରାଇବୁ। ଯେମିତି କୃଷି ଆଇନ, କଳା ଆଇନ ପ୍ରତ୍ୟାହାର ହେଇଥିଲା, ସେମିତି MMDR ଆକ୍ଟ ମଧ୍ୟ ପ୍ରତ୍ୟାହାର ହବ। ଏ କଥା ଇଣ୍ଡିଆ ମେଣ୍ଟର ଯୋଉ ଦଳ ମାନେ ଅଛନ୍ତି ଏବଂ ଓଡିଶାର ଜନସାଧାରଣଙ୍କୁ ଆମେ ଅପିଲ କରୁଛୁ। ଆପଣଙ୍କର ଅଲରେଡି ଲକ୍ଷ କୋଟି ଟଙ୍କାରୁ ଅଧିକା ପଇସା କେନ୍ଦ୍ର ସରକାର ସାରିଦେଲେ, ଓଡିଶାକୁ ମିଳିଥାନ୍ତା। କେତେ କଲେଜ, ୟୁନିଭର୍ସିଟି, ସ୍କୁଲ ପାଇଁ ଆମେ କାମ କରିପାରିଥାନ୍ତେ ସେ ଲକ୍ଷ କୋଟି ଟଙ୍କାରେ। କେତେ ଓଡିଆ ପିଲା ନିଯୁକ୍ତି ପାଇପାରିଥାନ୍ତେ ଲକ୍ଷ କୋଟି ଟଙ୍କାରେ। ଆପଣଙ୍କର ବିଜେପି ସରକାର କମ୍ପାନୀ ମାନଙ୍କୁ ଦେଇଦେଲା, କହିଲେ ତମକୁ ଛାଡ କରିଦେଲା ଲକ୍ଷ କୋଟି ଟଙ୍କା। ଚାଷୀ ମାନଙ୍କର ଋଣ ଛାଡ ହବ ନାହିଁ, ଶ୍ରମିକ ପାଇଁ ପଇସା ଦିଆଯାଇପାରିବ ନାହିଁ, କମ୍ପାନୀ ମାନଙ୍କୁ ଲକ୍ଷ କୋଟି ଟଙ୍କା ଦିଆଯିବ। ତା ବିରୁଦ୍ଧରେ ଆମର ଲଢେଇ। ତେଣୁ ଓଡିଶାକୁ ଖପରା ଖୋଳ କରିବା ଚଳିବ ନାହିଁ। ଓଡିଶାର ଲୋକଙ୍କର ଅଧିକାର ରହିଛି, ତେଣୁ ଆମେ ତା ବିରୁଦ୍ଧରେ ଲଢିବୁ, ଆକ୍ଟକୁ ୱିଥଡ୍ର କରାଇବୁ। ଯୋଉମାନେ ଓଡିଶାରୁ ଖଣି ଚୋରି କରୁଥିଲେ ତାଙ୍କୁ ଡାକିକି ଡକାୟତ କରିବାକୁ ଦିଆଗଲା। ଇଷ୍ଟ ଇଣ୍ଡିଆ କମ୍ପାନୀ, ଆଗରୁ ଇଷ୍ଟ ଇଣ୍ଡିଆ କମ୍ପାନୀ ଆସିଥିଲା ବ୍ରିଟିଶର, ଏମାନେ ଇଷ୍ଟ ଇଣ୍ଡିଆ କମ୍ପାନୀ। ଖଣିରୁ କ୍ୟାପ୍ଟିଭ ମାଇନ୍ ଯେ ଫ୍ୟାକ୍ଟ୍ରି କରିବ ତାକୁ ଖଣି ଦିଆହବ, ତାକୁ ଉଠେଇ ଦେଲେ। ଟିଣ ଖଣ୍ଡେ ପକେଇକି ବି ଆମ ଖଣି ବିକି ପାରିବେ। 50 ବର୍ଷ କରିଦେଲେ ଲିଜ ତାକୁ ଫ୍ଲେକ୍ସିବୁଲ କରିଦେଲେ। ଆଇରନ୍ ଓର ଖୋଳିବାକୁ ମିଳିଛି ଲାଇସେନ୍ସ। ବକ୍ସାଇଟ୍ ବି ଖୋଳି ପାରିବ, କ୍ରୋମାଇଟ୍ ବି ଖୋଳି ପାରିବ, ଗୋଲ୍ଡ ବି ଖୋଳି ପାରିବ। ଓଡିଶାକୁ ବିକି ଦେଲେ। ସାହା କମିଶନରେ ଯୋଉ 1.5 ଲକ୍ଷ କୋଟି ଚୋରି କରିଥିଲେ ତାକୁ ଛାଡ କରାଗଲା। ট্যাক্স ଦେଇନାହାନ୍ତି, ସେସ୍ ଦେଇନାହାନ୍ତି ଲକ୍ଷ କୋଟି ଟଙ୍କାର। ଆଜ୍ଞା, ଯଦି ଏଇ 2 ଲକ୍ଷ କୋଟି ଆପଣ କେବଳ ହସ୍ପିଟାଲ ଆଉ ସ୍କୁଲରେ ଲଗେଇବେ, ଗୋଟେ ବ୍ଲକ ହସ୍ପିଟାଲ କୁ 36 କୋଟି ଆଉ ପ୍ରତି ସ୍କୁଲ କୁ 5 କୋଟି। वर्ल्ड क्लोज दाबी MMDR एक्ट तुरंत हटाओ। जो जमीन नवाकू चेष्टा करछो, जो पानी नवाकू चेष्टा करछो, जो खणी नवाकू चेष्टा करछो, बिना ओडिशा परमिशन रे, बिना पेशा परमिशन रे, बिना पुलिस सबारे ताकू हमें करियाकू दबु नाही। आउ हमर जेतक प्राप्य आग दियो, पुराना प्राप्य दियो 2 लक्ष कोटी। साहा कमिशन रे जो माने रिपोर्ट हेइतिले ताकू बांधी के आग भितरु पसाओ।